ଭାତ ସହ ଆଳୁ ଚଟଣି ଖାଇଲେ କ'ଣ ହୁଏ? ମାଂସ ଖାଇବା ପରେ କ'ଣ ଖାଇଲେ ହାର୍ଟ ଆଟାକ୍ ହୁଏ? ବାସି ରୁଟି କେଉଁ ରୋଗ ପାଇଁ ଔଷଧ ଭଳି କାମ କରେ? କେତେବେଳେ ପାଣି ପିଇବା ବିପଜ୍ଜନକ? ପ୍ରତିଦିନ କ'ଣ ଖାଇଲେ ମୃତ୍ୟୁ ସୁନିଶ୍ଚିତ? ପ୍ରତିଦିନ କେଉଁ ଗୋଟିଏ ଫଳ ଖାଇଲେ ମଣିଷ 100 ବର୍ଷ ବଞ୍ଚିପାରେ? ଏବେ ଜାଣିବା ଡିଟେଲ୍ସ। ରାତିରେ ଭାତ ଖାଇବା ପରେ ଚା ପିଇଲେ କ'ଣ ହୁଏ? ଉତ୍ତର, ହଜମ ସମସ୍ୟା। ତକିଆ ପାଖରେ ମୋବାଇଲ ଫୋନ୍ ରଖିଲେ କେଉଁ ରୋଗ ହୁଏ? ଉତ୍ତର, ବ୍ରେନ୍ କ୍ୟାନ୍ସର। ପ୍ରତିଦିନ ଖାଇବା ପରେ କେଉଁ ଫଳ ଖାଇଲେ ମଣିଷ ଶରୀରରେ ବ୍ୟାଧିର ସମ୍ଭାବନା କମେ? ଉତ୍ତର, ଗୋଟିଏ ସେଉ। କେଉଁ ଗ୍ରୁପର ମଣିଷ ସାଧାରଣତଃ ଲାଜକୁଳା? ଉତ୍ତର, ଏ ପଜିଟିଭ୍। ଅସୁସ୍ଥ ମଣିଷ ପାଇଁ କେଉଁ ମାଛ ଖୁବ୍ ଉପକାରୀ? ମାଗୁର ମାଛ। କଉ ମାଛ? ସକାଳେ ଖାଲି ପେଟରେ ମିଠା ଖାଇଲେ କେଉଁ ରୋଗ ହୁଏ? ଉତ୍ତର, ଡାଇବେଟିସ୍। କେଉଁ ଫଳ ଶାରୀରିକ ଦୁର୍ବଳତା ଦୂର କରେ? ଉତ୍ତର, ଖଜୁରୀ। କେଉଁ ରଙ୍ଗର ଗାଡ଼ି ସବୁଠୁ ଅଧିକ ଦୁର୍ଘଟଣାଗ୍ରସ୍ତ ହୁଏ? ଉତ୍ତର, କଳା ରଙ୍ଗର ଗାଡ଼ି। ଆମ ଶରୀର କେଉଁ ଅଙ୍ଗ ଜଣ୍ଡିସ୍ ଆକ୍ରାନ୍ତ ହୁଏ? ଉତ୍ତର, ଲିଭର। ନିୟମିତ ଚିନାବାଦାମ ଖାଇଲେ ଶରୀରରେ କେଉଁ ରୋଗ ନିୟନ୍ତ୍ରିତ ହୁଏ? ଉତ୍ତର, ଡାଇବେଟିସ୍। ପରଫ୍ୟୁମ୍ ବା ସୁଗନ୍ଧ ନଦୀ କେଉଁଠି? ଭିଏତନାମ। ଗୋଟିଏ ପଲିଥିନ୍ ମାଟି ସହ ମିଶାଇବା ପାଇଁ କେତେ ଦିନ ସମୟ ଲାଗେ? 400ରୁ 500 ବର୍ଷ। କେଉଁ ଭିଟାମିନ୍ ଅଭାବରେ ଶରୀର ଦୁର୍ବଳ ହୋଇଯାଏ? ଭିଟାମିନ୍ ବି ଏବଂ ଏ। କେତେବେଳେ ଆମକୁ ଶୋଷ ଲାଗେ? ଉତ୍ତର, ଶରୀରର 1% ଜଳର ଅଭାବ ହେଲେ ଆମକୁ ଶୋଷ ଲାଗେ। କେଉଁ ଜୀବ ନିଜ ଶରୀରଠାରୁ 100 ଗୁଣ ଅଧିକ ଓଜନକୁ ଟାଣିପାରେ? ଉତ୍ତର, ପିମ୍ପୁଡ଼ି। କେଉଁଠି ଠିଆ ହେଲେ ନିଜ ମୁହଁର ସୌନ୍ଦର୍ଯ୍ୟ 5 ଗୁଣ ଅଧିକ ଦିଶେ? ଉତ୍ତର, ଆଇନା। ଭାରତର କେଉଁ ସହର ମାତ୍ର 24 ଘଣ୍ଟା ପାଇଁ ରାଜଧାନୀ ହୋଇଥିଲା? ଉତ୍ତର, ଆହ୍ଲାବାଦ। ଦାନ୍ତର ଯନ୍ତ୍ରଣା କେମିତି କମିବ? ଟୁକୁରାଏ ବରଫ ଖଣ୍ଡ ଦାନ୍ତ ମୂଳରେ ଚାପି ଦେଲେ ଏହା କମିଯାଏ। କ'ଣ 1000 ବର୍ଷ ପର୍ଯ୍ୟନ୍ତ ନଷ୍ଟ ହୁଏ ନା? ଉତ୍ତର, ମହୁ। ଏସ୍ ଓ ପିରୁ ଆରମ୍ଭ ନାଁ ଥିବା ମଣିଷ ସ୍ୱଭାବରେ କେମିତି? ସତ୍, ଅବିଜୟୀ। କେଉଁ ପରିବା ଖାଇଲେ ରକ୍ତଚାପ ନିୟନ୍ତ୍ରଣରେ ରହେ? ଟମାଟୋ। ନିଦ ଭଲ ନହେଲେ ଆମର କେଉଁ ଅଙ୍ଗ ଦୁର୍ବଳ ହୋଇଯାଏ? ଉତ୍ତର, ମସ୍ତିଷ୍କ। ଦୁଶ୍ଚିନ୍ତା ଦୂର କରିବାକୁ ହେଲେ ଉପାୟ କ'ଣ? ଉତ୍ତର, ନିଜକୁ ବ୍ୟସ୍ତ ରଖନ୍ତୁ। କେଉଁ ଫଳ ଭିଟାମିନ୍ର ରାଜା? ଉତ୍ତର, ଅମୃତଭଣ୍ଡା। ସକାଳେ କ'ଣ ଖାଇଲେ ପେଟର ସମସ୍ୟା କମେ? ଗଜା, ବୁଟ। ପଚା ଅଣ୍ଡା ପାଣିରେ ଭାସେ କାହିଁକି? ଅଣ୍ଡା ପଚିଗଲେ ତା ଭିତରେ ଗ୍ୟାସ୍ ସୃଷ୍ଟି ହୁଏ, ତେଣୁ ପଚା ଅଣ୍ଡା ଭାସେ। କେଉଁ ପ୍ରାଣୀର 20,000 ଦାନ୍ତ ରହିଛି? ଶାମୁକା। ଶାମୁକାର ପ୍ରାୟ 20,000 ଦାନ୍ତ ରହିଛି। କେତେ ଦୂରରୁ ଟିଭି ଦେଖିବା ଉଚିତ? ଟିଭିର ଭର୍ଟିକାଲ ମାପ ଯାହା, ତାଠାରୁ 6 ଗୁଣ ଦୂରତାରୁ ଟିଭି ଦେଖିବା ଉଚିତ। କେହି ମଣିଷ ଯେତେବେଳେ ମିଛ କଥା କହେ ଶରୀରର କେଉଁ ଅଙ୍ଗ ଗରମ ହୋଇଯାଏ? ଉତ୍ତର, ନାକ। ଦୈନିକ କେତେ ମିନିଟ ବ୍ୟାୟାମ କଲେ ଅକାଳ ମୃତ୍ୟୁକୁ ରୋକି ହୁଏ? ଉତ୍ତର, ମାତ୍ର 11 ମିନିଟ। କେଉଁ ଗଛ ବାଡ଼ିରେ ଥିଲେ ଦୁଃଖ କଷ୍ଟ ଦୂର ହୁଏ? ଅଶୋକ ଗଛ। ପ୍ରତିଦିନ ଆଳୁ ଚିପ୍ସ ଖାଇଲେ କ'ଣ ହୁଏ? କିଡନୀ ଖରାପ ହୋଇପାରେ। କ'ଣ ଖାଇଲେ ଆମର ଦୃଷ୍ଟିଶକ୍ତି ବଢ଼େ? ଉତ୍ତର, ଅଣ୍ଡା। କେଉଁ ପ୍ରାଣୀ ଦୁଃଖ ପାଇଲେ ଶରୀରରୁ ଲାଲ ରଙ୍ଗର ଝାଳ ବହେ? ଉତ୍ତର, ଜଳହସ୍ତୀ। ରୋଷେଇ ବେଳେ କେଉଁ ଭିଟାମିନ୍ ନଷ୍ଟ ହୋଇଯାଏ? ଉତ୍ତର, ଭିଟାମିନ୍ ସି। କେଉଁ ତେଲ ହୃଦୟ ବା ହାର୍ଟ ପାଇଁ ଭଲ? ସୂର୍ଯ୍ୟମୁଖୀ ତେଲ। କେଉଁ ପରିବା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ? ଉତ୍ତର, କଖାରୁ। ପ୍ରତିଦିନ କ'ଣ ଖାଇଲେ ମଣିଷର ମୃତ୍ୟୁ ହୋଇପାରେ? ଉତ୍ତର, ନୁଡଲ୍ସ। କେଉଁ ବୈଜ୍ଞାନିକ ପରୀକ୍ଷାରେ 100ରୁ 110 ପାଇଥିଲେ? ଉତ୍ତର, ସତ୍ୟେନ୍ଦ୍ରନାଥ ବସୁ। ପୃଥିବୀକୁ ପ୍ରଥମେ କିଏ ଆସିଛନ୍ତି? ଝିଅ ନା ପୁଅ? ଉତ୍ତର ହେଉଛି ବିଜ୍ଞାନ ମତରେ ଝିଅ,
କିନ୍ତୁ ଧର୍ମ ମତରେ ଉଭୟ ଝିଅ ଓ ପୁଅ। ପ୍ରତିଦିନ 4-5ଟି ମନପସନ୍ଦର ଗୀତ ଶୁଣିଲେ କ'ଣ ହୁଏ? ଅବସାଦ ବିଷାଦ 80% କମିଯାଏ। କେଉଁ କାନ ଭଲ ଶୁଣିପାରେ? ମସ୍ତିଷ୍କ ପାଖରେ ଥିବାରୁ ଡାହାଣ କାନ ଅଧିକ ଭଲ ଶୁଣିପାରେ। ଚା' ସହ ତେଲ ଭାଜି ଖାଇଲେ କ'ଣ ହୁଏ? ହଜମରେ ଅସୁବିଧା, ଅଧିକ ଦିନ ହେଲେ ଅଲସର ବା ପେଟରେ ଘା ହୁଏ। କାନ୍ଦିବାଟା ଭଲ ନା ଖରାପ? ଉତ୍ତର ହେଉଛି ଭଲ, କାରଣ କାନ୍ଦିଲେ ଆଖି ଶୁଖେ ନାହିଁ ଆଉ ଜୀବାଣୁମୁକ୍ତ ରହେ। ବେଶୀ ଚିନ୍ତା କଲେ କେଉଁ ରୋଗ ହୁଏ? ନିଦ୍ରାହୀନତା, ଉଚ୍ଚ ରକ୍ତଚାପ, ମୁଣ୍ଡବିନ୍ଧା ଏବଂ ହୃଦରୋଗ। କ'ଣ ଖାଇଲେ ବାତ ଯନ୍ତ୍ରଣା କମେ? ରସୁଣ ଖାଇଲେ ଆପାତତଃ ବାତ ଯନ୍ତ୍ରଣା କିଛିଟା କମେ। କେଉଁ ରଙ୍ଗ ଦେଖିଲେ ମଣିଷକୁ ନିଦ ଲାଗେ? ଉତ୍ତର ନୀଳ ରଙ୍ଗ। ପ୍ରତିଦିନ ସକାଳେ ମହୁ ଖାଇଲେ କ'ଣ ଦୂର ହୁଏ? କୋଷ୍ଠକାଠିନ୍ୟ ଓ ଅମ୍ଳ। କେଉଁ ଦେଶର ଜନସଂଖ୍ୟା ତୁଳନାରେ ମୋବାଇଲ ସଂଖ୍ୟା ବେଶୀ? ଉତ୍ତର ଆୟାରଲାଣ୍ଡ। କ'ଣ ଖାଇଲେ ସ୍ମରଣ ଶକ୍ତି ବଢ଼େ? ଉତ୍ତର ଗାଜର। କେଉଁ ରୋଗୀ ଡାଳିମ୍ବ ଖାଇବା ଉଚିତ ନୁହେଁ? ଉତ୍ତର ନିମ୍ନ ରକ୍ତଚାପ ରୋଗୀ। ମାଂସ ଖାଇବା ପରେ କ'ଣ ଖାଇଲେ ହାର୍ଟ ଆଟାକର ସମ୍ଭାବନା ରହେ? ଉତ୍ତର ତେନ୍ତୁଳି। କେତେବେଳେ ପାଣି ପିଇବା ବିପଜ୍ଜନକ? ରାଗ ଖାଇବା ପରେ, ବ୍ୟାୟାମ କରିବା ପରେ ଏବଂ ଔଷଧ ଖାଇବା ପରେ ଅଧିକ ପାଣି ପିଇବା ବିପଜ୍ଜନକ। ଶୋଇବା ଆଗରୁ କ'ଣ କଲେ ମଶା କାମୁଡ଼େ ନାହିଁ? ଉତ୍ତର ହେଉଛି ସ୍ନାନ। ପ୍ରତିଦିନ କ'ଣ ଖାଇଲେ ମଣିଷ 100 ବର୍ଷ ବଞ୍ଚିପାରେ? ଗୋଟିଏ ଲେଖାଏଁ ସେଓ। ଭାତ ସହ ଆଳୁ ଚଟଣି ଖାଇଲେ କ'ଣ ହୁଏ? ଦେହରେ କାର୍ବୋହାଇଡ୍ରେଟ୍ ମାତ୍ରା ବଢ଼ିପାରେ। ବାସି ରୁଟି କେଉଁ ରୋଗ ପାଇଁ ଔଷଧ ଭଳି କାମ କରେ? ଏହା କମ୍ କ୍ୟାଲୋରିଯୁକ୍ତ। ବାସି ରୁଟି ହେଉଛି କମ୍ କ୍ୟାଲୋରିଯୁକ୍ତ, ତେଣୁ ବାସି ରୁଟି ଖାଇଲେ ଦେହକୁ ଇନ୍ଷ୍ଟାଣ୍ଟ ଏନର୍ଜି ମିଳେ। ଅନେକ ସମୟ ଭୋକ ଲାଗେନି। ହଜମ ପ୍ରକ୍ରିୟା ସହଜ ହୁଏ। କୋଷ୍ଠକାଠିନ୍ୟରୁ ମୁକ୍ତି ମିଳେ। ବ୍ଲଡ ସୁଗର ନିୟନ୍ତ୍ରିତ ରହେ। ତ୍ୱଚାର କୋଶିକା ସୁସ୍ଥ ରହେ। ଇମ୍ୟୁନିଟି ସିଷ୍ଟମ ସଜାଡ଼େ। ଅର୍ଥାତ୍ ଡାଇବେଟିସ୍ ଠାରୁ ୱେଟ୍ ଲସ୍ ପର୍ଯ୍ୟନ୍ତ 8ଟି କାମ କରେ ବାସି ରୁଟି।